ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଫାଇନାଲି ଦେଖନ୍ତୁ, NCT ବା ନ୍ୟାସନାଲ୍ କାଉନସିଲ୍ ଫର୍ ଟିଚର୍ ଏଜୁକେସନ୍ ତରଫରୁ 1 ଇୟର୍ ଆପଣଙ୍କର BEd ଏବଂ 1 ଇୟର୍ MEd ପାଇଁ ସବୁ ଜିନିଷକୁ ରେଡ଼ି ଆପଣଙ୍କର କରିଦେଇଛନ୍ତି। ତ ଆପଣଙ୍କ ମନରେ ପ୍ରଶ୍ନ ଆସିବ, ସାର୍ 1 ଇୟର୍ BEd ଆମର ଯେଉଁ ଲାଗୁ ହେବ କ'ଣ ଏଇ ଇୟର୍ ପାଖରୁ ଲାଗୁ ହେବ? ତ ନାହିଁ, ଏଇ ଇୟର୍ରୁ ଆପଣଙ୍କର NCT ଲାଗୁ କରୁନାହିଁ। ନେକ୍ସଟ ସେସନ୍ରୁ ମାନେ ନେକ୍ସଟ ଇୟର୍ ପାଖରୁ ଆପଣଙ୍କର 1 ଇୟର୍ BEd ଓଡ଼ିଶାରେ ଖାଲି ନୁହେଁ, ପୁରାପୁରି ଭାରତର ଯେତିକି ବି କଲେଜ ଯେଉଁ ଜାଗାରେ ବି ବର୍ତ୍ତମାନ 2 ଇୟର୍ BEd ରହିଛି, ସବୁ ଜାଗାରେ ଆପଣମାନେ 1 ଇୟର୍ BEd କରିପାରିବେ ଏବଂ 1 ଇୟର୍ MEd ମଧ୍ୟ ଆପଣଙ୍କ ପାଇଁ ରହିବ। ଏଇଟା 10 ବର୍ଷ ପରେ ଆପଣଙ୍କର ଆସିବାକୁ ଯାଉଛି। ଆପଣ ଦେଖିପାରୁଥିବେ ଅଳ୍ପ ସମୟ ପୂର୍ବରୁ ହିଁ ଏହା ନୋଟିଫିକେସନ୍ ଆକାରରେ ରିଲିଜ୍ କରାହେଇଛି। ଠିକ୍ ଅଛି, ତ ଏଇଠି ମୁଁ ଆପଣଙ୍କୁ ଗୋଟେ ଜିନିଷ କ୍ଲିୟର୍ କରିବା ପାଇଁ ଚାହୁଁଛି। ଆପଣଙ୍କ ମନରେ ଗୋଟେ ଡାଉଟ୍ ଦେଖନ୍ତୁ, ଦେଖିପାରୁଥିବେ 1 ଇୟର୍ BEd MEd ପ୍ରୋଗ୍ରାମ୍ ଟୁ ରିଟର୍ନ ଆଫ୍ଟର 10 ଇୟର୍, 10 ବର୍ଷ ପରେ ଆପଣଙ୍କ ରିଲିଜ୍ ହେବା ପାଇଁ ଯାଉଛି। NCT ଚେୟାରମ୍ୟାନ୍ ନିଜେ ଆପଣଙ୍କର ଏହାକୁ କନଫର୍ମ ଆପଣଙ୍କର କରିଛନ୍ତି। 2014 ପୂର୍ବରୁ ଆପଣଙ୍କର ଥିଲା, କିନ୍ତୁ ତାକୁ ଆପଣଙ୍କର ପୁଣି ଥରେ ଲାଗୁ କରିବା ପାଇଁ ଯାଉଛନ୍ତି ଏବଂ କେବେଠୁ ଲାଗୁ ହେବ ତାହା ବି ଦେଖନ୍ତୁ ଲେଖା ହେଇଛି 2026-27 ସେସନ୍ରୁ, ମାନେ ଏଇ ଯେଉଁ ଏବେ 2025-26 ସେସନ୍, ୟା ପରବର୍ତ୍ତୀ ମାନେ ଆସୁଛି ବର୍ଷ, ଏଇ ବର୍ଷ ତ ଆପଣମାନେ ଯଦି BEd କରିବେ, ଯିଏ +3 ମିନିମମ୍ ପାସ୍ କରିଛି ସିଏ ତାର 2 ବର୍ଷିକିଆ BEd ଆପଣଙ୍କର କରିବ। ଯିଏ +2 ଆପଣଙ୍କର ପାସ୍ କରିଛି ସିଏ ତାର 4 ବର୍ଷିକିଆ ଆପଣଙ୍କର BEd କରିବ। ଯିଏ PG ବି କରିଛି ସିଏ ବି ଆପଣଙ୍କର 2 ବର୍ଷିକିଆ ବର୍ତ୍ତମାନ। କିନ୍ତୁ 2026-27 ମାନେ ଏଇ ଇୟର୍ ତ ନୁହେଁ, ନେକ୍ସଟ ଇୟର୍ ପାଖରୁ ଯିଏ ଆପଣଙ୍କର PG କରିଛି ସିଏ କେବଳ ତାକୁ 1 ଇୟର୍ ଲାଗିବ। ଠିକ୍ ଅଛି, ଯିଏ +3 ପଢ଼ିଛି ସିଏ ତାର 2 ଇୟର୍ BEd ଆପଣଙ୍କର କରିବ। ଆଉ ଯିଏ +2 ଆପଣଙ୍କର କରିଛନ୍ତି ତାଙ୍କୁ 4 ଇୟର୍ ଆପଣଙ୍କ ଲାଗିବ BEd କରିବା ପାଇଁ। ଠିକ୍ ଅଛି, ଆଉ ଏଇ +2 ପିଲାଙ୍କର 4 ବର୍ଷରେ +3 ବି କମ୍ପ୍ଲିଟ୍ ହେଇଯିବ, BEd ବି କମ୍ପ୍ଲିଟ୍ ଆପଣଙ୍କର ହେଇଯିବ। ବର୍ତ୍ତମାନ ଏଇ ଇୟର୍ ଆପଣଙ୍କର MEd ଆପଣ ଜାଣିଛନ୍ତି 2 ବର୍ଷିକିଆ, କିନ୍ତୁ ନେକ୍ସଟ ଇୟର୍ ପାଖରୁ MEd ଆପଣଙ୍କର 1 ବର୍ଷିକିଆ ଆପଣଙ୍କର ହେଇଯିବ। ତ ବହୁତ ହି ଭଲ ଗୁଡ୍ ନ୍ୟୁଜ୍ ଆପଣଙ୍କର ଅଟେ। ଆଟଲିଷ୍ଟ NCT ନିଜ ତରଫରୁ ଆପଣଙ୍କର ଏହା କନଫର୍ମେସନ୍ ଦେଇଦେଲା ଯେ ଏଇ ବର୍ଷ ନୁହେଁ, ନେକ୍ସଟ ସେସନ୍ ପାଖରୁ ଆପଣଙ୍କର ଆରମ୍ଭ ହେବ। ଆଉ କାହିଁକି ନା ଅଲରେଡ଼ି CUET BEd ଦେଖନ୍ତୁ ଆପ୍ଲାଏ ସରିଯାଇଛି, ଆଉ ପରୀକ୍ଷା ମାର୍ଚ୍ଚରେ ଆପଣଙ୍କର ଅଛି CUET BEd। ଆପଣ ପ୍ରାୟତଃ ଆପ୍ଲାଏ କରିଛନ୍ତି, ଆପଣ ବହୁତ ଇଜିଲି କ୍ୱାଲିଫାଇ କରିପାରିବେ, ବିଲିଭ୍ କରନ୍ତୁ ମୋ ଉପରେ। ଷ୍ଟେଟ୍ BEd ମଧ୍ୟ ଆପଣ ବହୁତ ଇଜିଲି କ୍ୱାଲିଫାଇ କରିପାରିବେ। ଏବେ ସିଲାବସ୍ ଆପଣଙ୍କର 27 ଥର କଭରେଜ୍ ଆପଣଙ୍କର BEdର ଚାଲିଛି। ଆପଣ BEdରେ ସୁନିଶ୍ଚିତ କ୍ୱାଲିଫାଇ କରିବା ପାଇଁ ନା ଏବେ ହିଁ ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ BEd ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍। ଆଉ ଯେମିତି ମୁଁ ଆପଣଙ୍କୁ କହିଛି ସେମିତିକା ୱେରେ ପଢ଼ନ୍ତୁ, ବିଲିଭ୍ କରନ୍ତୁ, ଡିସ୍କ୍ୱାଲିଫାଇ ତ ହେବେନି। ସିଲାବସ୍ ଏବେ 27 ଥର ଆପଣଙ୍କର କଭରେଜ୍ ଚାଲିଛି। ତ ସବୁ ସାଙ୍ଗମାନଙ୍କୁ ଜଣାଇ ଦିଅନ୍ତୁ ଯେ 2 ବର୍ଷିକିଆ ଆପଣଙ୍କର BEd ଏଇ ବର୍ଷ ଆପଣଙ୍କର ରହିବ, 4 ବର୍ଷିକିଆ ମଧ୍ୟ ରହିବ। ନେକ୍ସଟ ଇୟର୍ ପାଖରୁ 2026-27 ପାଖରୁ 1 ଇୟର୍ BEd ଆପଣଙ୍କର PG ପିଲାଙ୍କ ପାଇଁ ରହିବ, 2 ଇୟର୍ BEd ଆପଣଙ୍କର +3 ପିଲାଙ୍କ ପାଇଁ ରହିବ ଏବଂ 4 ଇୟର୍ BEd ଆପଣଙ୍କର +2 ପିଲାଙ୍କ ପାଇଁ। ଏଇଟା ଆଗାମୀ ବର୍ଷ ପାଖରୁ। ଆଉ 3 ବର୍ଷିକିଆ ଯେଉଁ ରହିଛି ଆପଣଙ୍କର BEd MEd, ମାନେ BEd ବି କମ୍ପ୍ଲିଟ୍ ହେବ, MEd ବି ଆପଣଙ୍କର କମ୍ପ୍ଲିଟ୍ ହେବ। ଏଇଟା PG ପିଲାଙ୍କ ପାଇଁ ରହିଛି ହେଲା। ଯଦି ଆପଣ PG କମ୍ପ୍ଲିଟ୍ କରିଛନ୍ତି ତ ଆପଣ ଚାହିଁଲେ 3 ବର୍ଷରେ BEd ବି କମ୍ପ୍ଲିଟ୍ ଆଉ MEd ବି ଆପଣଙ୍କର କମ୍ପ୍ଲିଟ୍ କରିପାରିବେ। ଠିକ୍ ଅଛି, ଆଉ 1 ଇୟର୍ MEd ଆପଣଙ୍କର ଏଇ ଇୟର୍ ତ 2 ଇୟର୍ ହିଁ ଆପଣଙ୍କର MEd ରହିବ। ନେକ୍ସଟ ଇୟର୍ ପାଖରୁ 1 ଇୟର୍ MEd ଆପଣ କରିପାରିବେ। MEd କେଉଁମାନେ କରନ୍ତି? ଯାହାର +3 ବି କମ୍ପ୍ଲିଟ୍, CT ବି କମ୍ପ୍ଲିଟ୍, ସେମାନେ MEd କରିପାରିବେ ଏବଂ ଯେଉଁମାନଙ୍କର BEd ବି କମ୍ପ୍ଲିଟ୍ ସେମାନେ ବି ଚାହିଁଲେ MEd କରିପାରିବେ। MEd କଲା ପରେ କ'ଣ ହେଇପାରିବେ? ଆପଣ ଟିଚର୍ ଏଜୁକେଟର୍ ଆପଣ ହେଇପାରିବେ, ଟିଚର୍ ଏଜୁକେଟର୍। ଠିକ୍ ଅଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ, ଥ୍ୟାଙ୍କ ୟୁ।